ବାଂଲାଦେଶୀ କହି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ପୁଣି ଥାନା ଘେରାଉ। ଶନିବାର ବାଂଲାଦେଶୀ କହି 3 ଜଣ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ଘଟଣାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ଶହ ଶହ ସଂଖ୍ୟକ ଉତ୍ତେଜିତ ଲୋକମାନେ ଏନେଇ ରବିବାର ରାତି ପ୍ରାୟ 8ଟା ସମୟରେ ପୁଣି ବାରିପଦା ଟାଉନ ଥାନା ଘେରାଉ କରି ପ୍ରତିବାଦ କରିଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ମାତ୍ର 2 ଜଣଙ୍କୁ ପୁଲିସ ଧରିଛି, କିନ୍ତୁ ଅନ୍ୟ ଅଭିଯୁକ୍ତମାନେ ଏବେ ବି ଫେରାର ଥିବା ବେଳେ ପୁଲିସ ସେମାନଙ୍କୁ ଧରିବାରେ ବିଫଳ ହୋଇଛନ୍ତି। ପୁଲିସ ପ୍ରଶାସନ ସେମାନଙ୍କୁ ଧରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହିତ ଦାୟିତ୍ୱରେ ଅବହେଳା କରିଥିବା PCR ଭ୍ୟାନର ପୁଲିସ କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି ହୋଇଛି। ବାରିପଦା ସହରରେ ଦିନକୁ ଦିନ ବାଂଲାଦେଶୀ ନାମରେ ଲୋକମାନଙ୍କୁ ଅନ୍ୟାୟ ଓ ଅତ୍ୟାଚାର କରାଯାଉଛି। ଆଧାର କାର୍ଡ ମାଗି ପିଟାମରା କରାଯାଉଛି, ଯାହାକି ବାରିପଦା ପରି ଶାନ୍ତିପ୍ରିୟ ସହରକୁ ଅସୁରକ୍ଷିତ କରୁଛନ୍ତି। ଏହାକୁ ବନ୍ଦ କରିବାକୁ ପୁଲିସ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଉକ୍ତ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କୁହାଯାଉଛି। ତେବେ ବାଂଲାଦେଶୀ ନାମରେ ଆଧାର କାର୍ଡ ମାଗି ଅତ୍ୟାଚାର କରିବା ଘଟଣାକୁ ବନ୍ଦ କରିବା ପାଇଁ ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରାଯାଉ। ଯଦି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ତେବେ ଆନ୍ଦୋଳନ ଆଗକୁ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି। ତେବେ ଅତିରିକ୍ତ ଏସ୍ପି ଉମାଶଙ୍କର ମହାରଣା, ବାରିପଦା SDPO ସୁଜିତ କୁମାର ପ୍ରଧାନ, ଟାଉନ ଥାନା ଅଧିକାରୀ ସୁମିତ ସରେନ ଉପସ୍ଥିତ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଆନ୍ଦୋଳନକୁ ସ୍ଥଗିତ କରିଥିଲେ। ମୋ ନାଁ ଅବ୍ଦୁଲ ରଜାକ ଆଲମ, ମୋ ଘର ସୁନଗଡ଼ିଆ, ୱାର୍ଡ ନମ୍ବର 20। ଆସନ୍ତାକାଲି ଆମ 3ଟା ପିଲାକୁ ମୁସଲିମ ପିଲାମାନଙ୍କୁ ନିଷ୍କୃତ ମାଡ଼ ମାରା ହେଇଥିଲା ଷ୍ଟେସନ ବଜାର ଟାଉନ ତଳେ। ଆମେ ତା ବିରୋଧରେ କାଲି ଥାନା ଘେରାଉ କରୁଥିଲୁ। ରାତିରେ 12:30 ଗୋଟେ ବେଳକୁ ଏଡିସନାଲ ଏସ୍ପି ଆମକୁ ଆସି ଆଶ୍ୱାସନା ଦେଇଥିଲେ 24 ଘଣ୍ଟା ମଧ୍ୟରେ ଆମେ ଅଭିଯୁକ୍ତମାନଙ୍କୁ ଧରିବୁ। ତା ସହିତ ଆମେ ଆମ ଦାବି ରଖିଥିଲୁ କି ଯେତିକି ମୁସଲିମ ମାନଙ୍କୁ ହଇରାଣ କରାହେଉଛି, ଆଧାର କାର୍ଡ ମାଗା ହେଉଛି, ସେଇ ସବୁ ବିଷୟରେ ଗୋଟେ ପ୍ରେସମିଟ୍ କରି ବିଜ୍ଞପ୍ତି ଦିଅନ୍ତୁ କି ଏହା ଆଇନ ବିରୁଦ୍ଧ କାମ ବୋଲି। ତା ବିରୁଦ୍ଧ এই ବର୍ତ୍ତମାନ ସୁଦ୍ଧା କାମ କିଛି ହେଇନାହିଁ। ଜଣେ ମଧ୍ୟ ଅଭିଯୁକ୍ତକୁ ଧରା ହେଇନାହିଁ କି ଆମେ ସଠିକ ତଥ୍ୟ ପାଉନାହୁଁ ବର୍ତ୍ତମାନ ସୁଦ୍ଧା, ଯାହା ବିରୁଦ୍ଧରେ ପୁଣି ଆଜି ଆମେ ଥାନାରେ ଏକତ୍ରିତ ହେଇଛୁ। ଏଡିସନାଲ ଏସ୍ପି ଆସିଛନ୍ତି, ଆମେ ପ୍ରେସମିଟ୍ କରିବା ପାଇଁ ବାରବାର ତାଙ୍କୁ କହୁଛୁ, ସେ ବର୍ତ୍ତମାନ ସୁଦ୍ଧା କରିନାହାନ୍ତି। ସେ କହୁଛନ୍ତି ହଁ କରିବା, ଯାହା ଫଳରେ ଆମେ ପୁଣି ଆଜି ଏକତ୍ରିତ ହୋଇ ଥାନା ଘେରାଉ କରୁଛୁ। ଯେତେ ପର୍ଯ୍ୟନ୍ତ ଅଭିଯୁକ୍ତ ଧରା ନ ହେବ ଆମେ ଥାନାରେ ରହିବୁ ଏଇଠି। ନହେଲେ ଆସନ୍ତାକାଲି ହଜାର ହଜାର ମାତ୍ରାରେ ମହିଳା, ପୁରୁଷ, ମୁସଲିମ ଯେତେ ଅଛନ୍ତି ବାରିପଦାରେ ସମସ୍ତେ କାଲି ଏସ୍ପି ଅଫିସ ଘେରାଉ କରିବୁ। ଦରକାର ଆମ ଯେଉଁ ହିନ୍ଦୁ ମୁସଲିମ ଭାଇ ଭଉଣୀର ଯେଉଁ ଭାଇଚାରା ଥିଲା ତାହା ନଷ୍ଟ ହେଇଗଲା କାଲିଠୁ। ଯେଉଁମାନଙ୍କ ବିରୁଦ୍ଧରେ ଯେଉଁ 2 ସାଧାରଣ ଦେଖିବେ ଆପଣ, କିଛି ଦିନ ତଳୁ ନାନାଦି ଭିଡ଼ିଓ ଭାଇରାଲ ହେଉଛି। ଦୁନିଆ ଲୋକଙ୍କୁ ମାଡ଼ ହେଉଛି, ବାଂଲାଦେଶୀ ଏଇନା ବେଙ୍ଗଲ ଲୋକକୁ, ଓଡ଼ିଶା ଲୋକ, ଆସନ୍ତାକାଲି ତ ଲୋକାଲ ଲୋକଙ୍କୁ ମାଡ଼ ଆରମ୍ଭ ହେଲା। ଏଇ କର୍ତ୍ତବସା ପିଲା ଜଣେ ବାରିପଦା ମାନେ ମ୍ୟୁନିସିପାଲିଟି ଏରିଆର ପିଲା, ତାଙ୍କୁ ମଧ୍ୟ ମାଡ଼ ହେଲା। ଜଣେ ପିଲା କାଲି ବଞ୍ଚି ମରିଗଲା। ମାନେ ଏମିତି ଅବସ୍ଥା, କାଲି ସେ ସ୍ପଟରେ ମରିଯାଇଥିଲା। ଆପଣ ଯଦି ସେ ପିକ୍ଚର ଭିଜନ ନାହିଁ, ମୁଁ ଆପଣଙ୍କ ପାଖକୁ ପଠେଇବି ଭିଡ଼ିଓ, ପିକ୍ଚର ଦେବି। ଏତେ ବ୍ଲଡ କି ଆପଣ ଦେଖିଲେ ସେଠି ମାନେ ବେହୋସ ହେଇଯିବେ। ପ୍ରଶାସନ 2ଟା PCR ଥିଲା, ଗୋଟେ PCR କୁ ମୁଁ ବାରମ୍ବାର କହିଲି ସାର୍ ସେଠି ଆସାମୀ ବସିଛି, ଚାଲନ୍ତୁ ମୁଁ ଦେଖେଇବି। ଆମେ ଏସ୍ପି ଖବର ଦଉଛୁ, ମେଡିକାଲ ଯାଉଛୁ। ତାପରେ ଆଉ କୁଆଡ଼ୁ ପାଇବେ? ରାତିରେ ଆଇଏସ୍ କହୁଛୁ ଚାଲ ଆମ ସହ ଆମେ ଧରିବା। ଆରେ ରହିବ ନା କେହି ଅଭିଯୁକ୍ତ ଜଣେ? ତାଙ୍କୁ ବାରବାର କହିବା ସତ୍ତ୍ୱେ ମଧ୍ୟ ସେ ଅଭିଯୋଗ ଧରିନାହାନ୍ତି। ଆମେ 2ଟା ସାରା PCR ଷ୍ଟାଫକୁ ସସ୍ପେଣ୍ଡ କରିବା ପାଇଁ ଦାବି କରିଛୁ। ଯଥା ଶୀଘ୍ର ପୁଲିସ ପ୍ରଶାସନ, କଲେକ୍ଟର ପ୍ରେସମିଟ୍ କରି ବିଜ୍ଞପ୍ତି ଦିଅନ୍ତୁ। ଯେଉଁମାନେ ରାସ୍ତାରେ ମୁସଲିମ ଲୋକମାନଙ୍କୁ ହଇରାଣ କରୁଛନ୍ତି, ଫେରିବାଲା କହି, ବାଂଲାଦେଶୀ କହି, ସେମାନେ ଯଥା ଶୀଘ୍ର ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ପ୍ରେସମିଟ୍ କରି କୁହନ୍ତୁ ଏହା ସବୁ ବେଆଇନ ବୋଲି। ଯଥା ଶୀଘ୍ର ଯେଉଁ ପିଲାମାନେ ଆମ ପିଲାମାନଙ୍କୁ ଆଘାତ କରିଛନ୍ତି ତାଙ୍କୁ ଯଥା ଶୀଘ୍ର ଆରେଷ୍ଟ କରାଯାଉ। ନଚେତ ଆମେ ଆସନ୍ତାକାଲିଠାରୁ ରାଜରାସ୍ତାକୁ ଓହ୍ଲେଇବୁ। ଦରକାର ପଡ଼ିଲେ ଆଇନକୁ ହାତରେ ନେବୁ। ତା ପାଇଁ ସମ୍ପୂର୍ଣ୍ଣ ଦାୟୀ ପ୍ରଶାସନ ରହିବ। ଆମେ ଆଜି ଶାନ୍ତିପୂର୍ଣ୍ଣ ପ୍ରୋଟେଷ୍ଟ କରୁଛୁ। କାଲିଠୁ ଯଦି ପ୍ରଶାସନ ଆମ ସହିତ ସମ୍ପର୍କ ନ ରଖେ କି କୋଅପରେଟ୍ ନ କରେ, ଆସନ୍ତାକାଲିଠୁ ରାଜରାସ୍ତାରେ ଆମେ ଓହ୍ଲେଇବୁ। ତା ପାଇଁ ଯେ ଦାୟୀ ହେବ ସେ ପ୍ରଶାସନ ଦାୟୀ। ଦରକାର ପଡ଼ିଲେ ଆମ ଜୀବନ ଯିବ, ନ ଦରକାର ପଡ଼ିଲେ ଆଉ କାହାରି ଯିବ, କିନ୍ତୁ ପ୍ରଶାସନ ତା ପାଇଁ ସମ୍ପୂର୍ଣ୍ଣ ଦାୟୀ ରହିବ। ଯେତେ ପର୍ଯ୍ୟନ୍ତ ଆମର କୌଣସି ପିଲାକୁ ହାତ ଦିଆ ହେଇଛି, ଯେତେ ପର୍ଯ୍ୟନ୍ତ ଅଭିଯୋଗ ଧରା ହେଇନି, ସେତେ ପର୍ଯ୍ୟନ୍ତ ଆମେ ପ୍ରୋଟେଷ୍ଟ କରତେ ଚାଲିବୁ। ପୁଲିସ ବାଲା ଯେତେ ଆଶ୍ୱାସନ ଦେଲେ ବି ଆମେ ଏଇ ଟାଉନ ଥାନାରେ ବସିବୁ। କାଲିଠୁ ଏସ୍ପି ଅଫିସ ଘେରାଉ କରିବୁ। ଯେତେ ପର୍ଯ୍ୟନ୍ତ ଆମେ ସାଟିସ୍ଫାଏ ନ ହେଇଛୁ ଆମେ ଛାଡ଼ିବୁ ନାହିଁ କାହାରିକୁ। ସେ ବାବଦରେ ଆମର ଗୋଟେ ମୋକଦ୍ଦମା ରୁଜୁ କରାଯାଇଛି, ଟାଉନ ଥାନା କେସ୍ ନମ୍ବର 478 ଆଉ/24 କାଲି ସେଟା ରେଜିଷ୍ଟର ହେଇଥିଲା। ଆମେ ସେ ବାବଦରେ ସେ ଆସାମୀ ମାନେ କିଛି ଅଟକ ଅଛନ୍ତି। ଆମର ଚେଷ୍ଟା ଜାରି ରହିଛି ଅନ୍ୟମାନଙ୍କୁ ଧରିବା ପାଇଁ। ଆମର 2 ଜଣଙ୍କୁ ଅଟକ ରଖାଯାଇଛି। ଚେଷ୍ଟା ଚାଲିଛି ଅନ୍ୟମାନଙ୍କୁ ଯଥାଶୀଘ୍ର ତାଙ୍କୁ ଗିରଫ କରିବା ପାଇଁ।